ଆସନ୍ତା 22 ତାରିଖରେ ଅଯୋଧ୍ୟାଠାରେ ରାମ ମନ୍ଦିର ପ୍ରତିଷ୍ଠା ହେବ। ଆଉ ଏଥିପାଇଁ ଗଞ୍ଜାମ ଜିଲ୍ଲା କଞ୍ଚୁଡୁ ଗ୍ରାମର ଅରୁଣ ସାହୁ ଯିଏକି କାଠରେ ନିର୍ମାଣ କରିଛନ୍ତି ହନୁମାନ ଚାଳିଶା। ଆପଣ ଦେଖିପାରୁଥିବେ ଶାଗୁଆଣୀ କାଠରେ ନିର୍ମାଣ କରିଛନ୍ତି ରାମ ମନ୍ଦିରକୁ ପଠାଇବା ପାଇଁ ନିର୍ମାଣ କରିଛନ୍ତି ଏହି ହନୁମାନ ଚାଳିଶା। ଇଏ ତ ରହିବ ଯେଉଁ ମନ୍ଦିର ସେ ଆଶା ରଖିଛନ୍ତି ଏ ମନ୍ଦିର ଭିତରେ ଗୋଟିଏ ୱାଲରେ ରହିବ। ତା ସହିତ ଏକ ହନୁମାନ ଚାଳିଶାର ପୁସ୍ତକ ମଧ୍ୟ ବନେଇଛନ୍ତି, ସେଇ କାଠରେ ହିଁ ବନା ହେଇଛି, ଯାହାକି ବନେଇବା ପାଇଁ ପ୍ରାୟ 2 ମାସ ଲାଗିଥିଲା। ଆପଣ ଏଇ ଯେଉଁ ହନୁମାନ ଚାଳିଶାକୁ ମଧ୍ୟ ସିଏ ମଧ୍ୟ ପଠାଇବେ। ଆମ ସହିତ ଅଛନ୍ତି ଅରୁଣ ସାହୁ ଯିଏକି ଆଲୋଚନା କରିବା। ଦେଖନ୍ତୁ ସାର୍, ଏ ଯେଉଁ ହନୁମାନ ଚାଳିଶା ଆପଣ ବନେଇଛନ୍ତି କେତେ ଦିନ ଧରି ଲାଗିଥିଲା, କ'ଣ ଆଶା ରଖିଛନ୍ତି? କ'ଣ এটা বনাଇବା ପାଇଁ ମୋତେ 2 ମାସ ସମୟ ଲାଗିଥିଲା। ଆଶା ରଖିଛି ଏଇଟା ତ କେମିତି ମନ୍ଦିରରେ ବୋର୍ଡ଼ ସହିତ ବହିଟା ମଧ୍ୟ ମୁଁ ମୋ ତରଫରୁ ଛୋଟିଆ ଉପହାରଟିଏ ଦେବା ପାଇଁ ମୁଁ ଇଚ୍ଛା ପ୍ରକାଶ କରିଛି। ଏଇଟା ଯଦି ପହଞ୍ଚି ପାରିଥାନ୍ତା ମନ୍ଦିରରେ ଜିନିଷଟା ରହିଥାନ୍ତା ଗଲେ ମୋ ପାଇଁ, ଆମ ଗାଁ ପାଇଁ, ଆମ ଓଡ଼ିଶା ପାଇଁ ବହୁତ ଗର୍ବ ଆଣିପାରିଥାନ୍ତି। ମୁଁ ବହୁତ ଖୁସି ହେଇଥାନ୍ତି, ମୋ ପରିଶ୍ରମ ସଫଳତା ହେଇପାରିଥାନ୍ତା ବୋଲି ଭାବୁଛି। ସାର୍ ଦେଖନ୍ତୁ, ଏ ଯେଉଁ ଆପଣ ତ ଆଗରୁ ମଧ୍ୟ ଦେଖିଛୁ ଅନେକ ଭାଷାରେ ହନୁମାନ ଚାଳିଶା ବନେଇଛନ୍ତି। ଏ ଯେଉଁ ୱାଲରେ ରଖିବା ପାଇଁ ଯେଉଁ ହନୁମାନ ଚାଳିଶା ବନେଇଛନ୍ତି ଇଏ କେତେ ଦିନ ଧରି ଲାଗିଥିଲା, କୋଉଥିରେ ବନା ହେଇଛି ସାର୍? ଏଇଟା ଟୋଟାଲ ଶାଗୁଆଣୀ କାଠ, ଗମ୍ଭାରୀ କାଠ ଏଥିରେ ୟୁଜ୍ ହେଇଛି। ଲେଟର ଗୁଡ଼ା ଗମ୍ଭାରୀ କାଠରେ କଟା ହେଇଛି, ଆଉ ବ୍ୟାକଗ୍ରାଉଣ୍ଡଟା ଟୋଟାଲ ଶାଗୁଆଣୀ କାଠରେ ବ୍ୟବହାର ହେଇଛି, ଯାହାକି ଏଇଟା ପୁରା ଲାଇଫ୍ ଟାଇମ୍ ଏ ଜିନିଷଟା ଆମର ରହିବ, ପୁରା ସବୁଦିନ ପାଇଁ ଏ ଜିନିଷଟା ରହିବ ମନ୍ଦିରରେ। ଆଉ ପୁରା 3D ଲେଟରରେ ୟୁଜ୍ କରିଛି। ଆଉ ବଡ଼ ଆଶା ନେଇକି ବନେଇଛି। ଖାଲି ଆମେ ତ ଗୋଟେ ମାଧ୍ୟମ, ଭଗବାନର ଗୋଟେ ଆଶୀର୍ବାଦ ଟାଇପ୍ର ଇଏ ହେଲା, କେମିତି ଏଇଟା ଯଦି ଲାଗିପାରିବ ବୋଲେ ବହୁତ ଖୁସି। ଦେଖନ୍ତୁ ସାର୍, ବିଭିନ୍ନ ସ୍ଥାନରୁ ବିଭିନ୍ନ ଯେଉଁମାନେ ଭକ୍ତ ରହିଛନ୍ତି, କିଏ ଧୂପକାଠି, ବିରାଟ ଧୂପକାଠି ପଠାଉଛି, ବିଭିନ୍ନ ସ୍ଥାନରୁ ବିଭିନ୍ନ ଲୋକ ପଠାଉଛନ୍ତି। ଆପଣଙ୍କର ଏ ଜିନିଷ ପଠେଇବେ, କେମିତି ପଠେଇବେ, କ'ଣ କାହା ସହିତ ଆଲୋଚନା କରିଛନ୍ତି? ଆଲୋଚନା ମଧ୍ୟ ହେଇଛି କି ଆପଣ ମାଧ୍ୟମରେ ହିଁ ଆହୁରି ଏଇଟା ରାସ୍ତାଟା ମୋର ସହଜ ହେଇପାରିବ। ମୁଁ ବଡ଼ ଆଶା ରଖିଛି କି ମିଡ଼ିଆ ମାଧ୍ୟମରେ, ଆପଣ ମାଧ୍ୟମରେ ଏ ରାସ୍ତାଟା ଆହୁରି ସହଜ ହେଇପାରିବ, ଯେମିତିକି ମୁଁ ହନୁମାନ ଚାଳିଶା ନେଇକି ମନ୍ଦିରରେ ସ୍ଥାପନ କରିକି ଦେଇପାରିବି, ସେମାନେ ମଧ୍ୟ ନେବେ, ଆପଣ ମାଧ୍ୟମରେ ମୁଁ ଦେବି। ତଥାପି ମୁଁ ଅଯୋଧ୍ୟାରେ ଆମର ଜଣେ ଚିହ୍ନା ପରିଚୟ ଅଛନ୍ତି, ତାଙ୍କ ସହିତ ମୁଁ ଯୋଗାଯୋଗ କରିଛି, କେମିତି ଏ ଜିନିଷଟା ଯାଇକି ମନ୍ଦିରରେ ରହିବ, ମୁଁ ମଧ୍ୟ ମୋର ଚେଷ୍ଟା ଜାରି ରଖିଛି। ଦେଖନ୍ତୁ ସାର୍, ଆଉ ଗୋଟିଏ କଥା ରହିଥିଲା, ଯେଉଁଭଳି ଭାବେ ଆପଣ ଏଟାକୁ ବନା ହେଇଛି, ଗୋଟିଏ ଗୋଟିଏ ଲେଟରକୁ ବନେଇବା ପାଇଁ କେତେ ସମୟ ଲାଗେ? ସବୁ ଟୋଟାଲ ଯଦି ଦେଖିବା କେତେ ଲେଟର ରହିଥିବ ଆ ଭିତରେ? ଟୋଟାଲ ତ ହନୁମାନ ଚାଳିଶାଟା ଅଛି, ପ୍ରାୟ ଏଥିରେ ହନୁମାନ ଚାଳିଶାର 1000 ଲେଟର ଅଛି। କିନ୍ତୁ କ'ଣ ହେଉଛି, ଆଗ ଯେଉଁ ଥିଲି ନା, ମୁଁ ବହିଟା ବନେଇଲା ସମୟରେ ମୁଁ ପ୍ରଥମରେ ଏକଲା ବନଉଥିଲି। ଏବେ କ'ଣ ହେଉଛି ନା, ମୋ ସହିତ ବି ପିଲାମାନେ ମଧ୍ୟ ଯୋଡ଼ି ହେଇଗଲେଣି। ବହୁତ ସ୍ତ୍ରୀ ଲୋକ, ଆମ ଗାଁ ପାଖର ମଧ୍ୟ ପିଲାମାନେ ମଧ୍ୟ ଆସିକି କାମ ଶିଖିକିରି ସେମାନେ ମଧ୍ୟ ଏ କାମରେ ମୋତେ ସହଯୋଗ କରୁଛନ୍ତି। ଯାହାକି ମୁଁ ଏ ହନୁମାନ ଚାଳିଶାଟା ଏମିତି ସିଙ୍ଗଲ ଯଦି ବନେଇବାକୁ ଯିବୁ ଗଲେ ମୋତେ 3 ରୁ 4 ମାସ ଲାଗିବ, କିନ୍ତୁ ପିଲାମାନେ ସହଯୋଗରେ ଆଜି ମୁଁ ଏଇଟାକୁ 1 ମାସରେ ମୁଁ ଏଇଟାକୁ ବନେଇ ପାରିଛି। କି ପିଲାମାନେ ମଧ୍ୟ ଶିଖିଗଲେଣି। ଆଉ ଆଗକୁ ମଧ୍ୟ ବହୁତ ପିଲା ମୋତେ ପଚାରୁଛନ୍ତି, ଭାଇ ମୁଁ ଏ ଜିନିଷଟା ଶିଖିବି, ଏଇଟା ମଧ୍ୟ କେମିତି ଆହୁରି ଆଗକୁ ନେଇକି ଏ ଜିନିଷଟାକୁ ରାଜ୍ୟ ସ୍ତରରେ, ଜାତୀୟ ସ୍ତରରେ ପହଞ୍ଚାଇ ପାରିବି, ମୁଁ ମୋର ଚେଷ୍ଟା ଜାରି ରଖିଛି। ଦେଖନ୍ତୁ, ଆପଣ କେତୋଟି ଭାଷାରେ ହନୁମାନ ଚାଳିଶା ବନାଉଛନ୍ତି, ଆଉ ଏଇଟା କେମିତି, କିଭଳି ଚିନ୍ତା ଆସିଲା ରାମ ମନ୍ଦିରକୁ ପଠେଇବି କ'ଣ? ଆଗରୁ ତ ମୁଁ ତ ବହି ତିଆରି କରିଛି ସବୁ ଭାଷାରେ, ଉର୍ଦ୍ଦୁ ଛାଡ଼ିକି ଉର୍ଦ୍ଦୁ ମଧ୍ୟ କରିବାକୁ ଚେଷ୍ଟା କରିଛି, କାରଣ ସେ ଭାଷା ବୁଝା ପଡ଼ୁନି। ସବୁ ଭାଷାରେ ହନୁମାନ ଚାଳିଶା ବହି ମଧ୍ୟ ତିଆରି କରିଦେଇଛି। ଏଇଟା ମନକୁ ଆସିଲା, ଆମେ ତ ବହି ତ ତିଆରି କରୁଛେ, କେମିତି ମନ୍ଦିରରେ ରଖିବା, ଏମିତି ଗୋଟେ ଚିନ୍ତାଧାରା ଆସିଲା। ଆମେ ଗୋଟେ ବୋର୍ଡ଼ ଆକାରରେ ତିଆରି କରିକି ହନୁମାନ ଚାଳିଶା ମନ୍ଦିରରେ ଉପହାର ସ୍ୱରୂପ ଆମ ତରଫରୁ ଛୋଟିଆ ଉପହାରଟେ ଦେବା ବୋଲି ମନ ଭିତରକୁ ଆସିଲା। ଦେଖନ୍ତୁ, କେମିତି ପଠେଇବେ, କାହାକୁ ଇଏ କରିବେ ଆପଣ? ଆଉ ଅଳ୍ପ ଦିନ ରହିଲା, କ'ଣ ଇଏ ଚିନ୍ତା? ଦେଖନ୍ତୁ, ଏ ଜିନିଷଟା ତ ଆମେ ବନେଇଛୁ ବୋଲି ଆମେ ତ କହିପାରିବାନି, ଏଇଟା ଭଗବାନଙ୍କର ଆଶୀର୍ବାଦରେ ହେଇଛି। ତାଙ୍କ ଦ୍ୱାରା ଯଦି ହେଇଛି, ସେ କେମିତି ବି ଏଇଟା ସେ ଜାଗାରେ ପହଞ୍ଚିବ, ମୋର ଗୋଟେ ବିଶ୍ୱାସ ଅଛି ଭଗବାନ ଉପରେ, ସୁନିଶ୍ଚିତ ସେ ଜାଗାରେ ଲାଗିବ, ବିଶ୍ୱାସ ରଖିଛି। କେତେ ଟଙ୍କା ଖର୍ଚ୍ଚ ହେଇଛି ଏଇଟାରେ? ଏଥିରେ ତ ପଇସାର କିଛି ଆନୁମାନିକ କଳ୍ପନା ମଧ୍ୟ କରିନି, କିନ୍ତୁ ଏତେ ସମୟ ବହୁତ ଯାଇଛି, ସେଇଟା ଇଏ ଲାଗିଛି। ମିନିମମ୍ 1 ମାସରୁ ଉର୍ଦ୍ଧ୍ୱ ସମୟ ଲାଗିଛି ପିଲାମାନେ ସହଯୋଗରେ।
ନିଶ୍ଚିତ ଭାବେ କେବଳ ଆଙ୍କ ସହିତ କିଛି ପିଲା ବି ସହଯୋଗ କରୁଛନ୍ତି ଆଉ ସେ ଆଶା ରଖିଛନ୍ତି ଏହାକୁ କିଭଳି ଭାବେ ଯେଉଁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବ ରାମ ମନ୍ଦିରରେ ଇଏ ରହିବ ହନୁମାନ ଚାଳିଶା ରହିବ ଆଉ ହନୁମାନ ଚାଳିଶାର ବହି ମଧ୍ୟ ନିର୍ମାଣ କରୁଛନ୍ତି ତାହା ବି ପୁଣି କାଠରେ ଆରି ପୂର୍ବରୁ ସେ ତ ଅନେକ ଥର ଅନେକ ଭାଷାରେ ହନୁମାନ ଚାଳିଶା ବନାଇଛନ୍ତି କିନ୍ତୁ ବର୍ତ୍ତମାନ ଅଯୋଧ୍ୟାକୁ ପଠାଇବା ପାଇଁ ସିଏ ଚେଷ୍ଟା ମଧ୍ୟ କରୁଛନ୍ତି ରାସ୍ତା କରୁଛନ୍ତି କେଉଁ ମାଧ୍ୟମରେ ଅଯୋଧ୍ୟାକୁ ଏହା ପହଞ୍ଚି ପାରିବ। କଞ୍ଚୁଡ଼ରୁ କ୍ୟାମେରା ପର୍ସନ ସଚିନ ବେହେରାଙ୍କ ସହ ଆଲୋକ ସାହୁ କନକ ନ୍ୟୁଜ୍।